ସିଲ୍ ହେଲା ଅମୃତଧାରା ନର୍ସିଂ ହୋମ୍। ଚିକିତ୍ସାରେ ଅବହେଳା ପଡ଼ଲା ମହଙ୍ଗା। ସିଲ୍ ହେଇଛେ ବରଗଡ଼ ଜିଲ୍ଲା ବିଜେପୁରରେ ଥିବାର ଅମୃତଧାରା ନର୍ସିଂ ହୋମ୍। ଗଲା କିଛି ମାସ ତଳେ ଜଣେ ଗର୍ଭବତୀ ମହିଳାଙ୍କର ଚିକିତ୍ସାରେ ଅବହେଳା ହେଇଥିବାର ଅଭିଯୋଗ ହେଇଥିଲା। ଆଉ ଅବହେଳା ଲାଗି ବୋଲି ଉଭୟ ମା ଆଉ ଶିଶୁର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଥିଲା। ଆଉ ଇ ଅଭିଯୋଗଟା ବରଗଡ଼ ଜିଲ୍ଲାପାଳଙ୍କର ପାଖେ ମୃତ ମହିଳାଙ୍କର ସ୍ୱାମୀ ଅଭିଯୋଗ କରିଥିଲେ, ଲିଖିତ ଭାବେ ଅଭିଯୋଗ କରିଥିଲେ, ଗୁହାରି କରିଥିଲେ ତାହାକୁ ନ୍ୟାୟ ପ୍ରଦାନ କରବାର୍ ଲାଗି। ବିଜେପୁର ଥାନା ଟୁହିଲାମାଲ ଗାଁର ନାରାୟଣ ମହାନନ କିଛି ମାସ ତଲେ ଇ ନର୍ସିଂ ହୋମ୍କେ ଆସିଥିଲେ। ତାଙ୍କର ସ୍ତ୍ରୀ ଗର୍ଭବତୀ ଥିଲେ, ତାଙ୍କର ପ୍ରସବ କରାବାର୍ ଲାଗି ଆନିଥିଲେ। ଆଉ ସେ ଜାଗାରେ ଇ ହସ୍ପିଟାଲରେ ନର୍ସିଂ ହୋମ୍ରେ ତାଙ୍କୁ ଅବହେଳା କରାଯାଇଥିଲା। ଠିକ୍ ଟାଇମ୍ରେ ତାହାକୁ ଟ୍ରିଟମେଣ୍ଟ ନାଇଁ ମିଲଲି। ଆଉ ସେ ଲାଷ୍ଟକେ ମୃତ୍ୟୁବରଣ କରିଥିବାର ଜିଲ୍ଲାପାଳଙ୍କର ପାଖରେ ଅଭିଯୋଗ କରିଥିଲେ ଟୁହିଲାମାଲ ଗାଁର ନାରାୟଣ ମହାନନ। ଆଉ ଇ ଅଭିଯୋଗକେ ଆଧାର କରି ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଗୋଟେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗୋଟେ ଟିମ୍ ଗଠନ କରାଯାଇଥିଲା ତଦନ୍ତର ଲାଗି। ଆଉ ତଦନ୍ତ ହେଲା ପରେ ରିପୋର୍ଟ ଜିଲ୍ଲାପାଳଙ୍କର ପାଖରେ ସବମିଟ୍ କରିଥିଲେ ଟିମ୍। ଆଉ ତାର ପରେ ଗଲାକାଲି ଇ ନର୍ସିଂ ହୋମ୍କେ ସିଲ୍ କରିଛେ ପ୍ରଶାସନ। ବିଜେପୁର ଥାନା পুলিশ ଆଉ ବିଜେପୁର ତହସିଲଦାର ଉପସ୍ଥିତ ରହିକରି ଇ ନର୍ସିଂ ହୋମ୍କେ ଗଲାକାଲି ସିଲ୍ କରିଛନ୍। ସବୁଠାରୁ ବଡ଼ କଥା ଯେ ଇ ନର୍ସିଂ ହୋମ୍ର ଯେ ମାଲିକ ରହିଛନ୍ ସେ ଗୋଟେ ଯୁକ୍ତି ଆନିଛନ୍ ଯେ ତାହାକୁ ଜାନି ଜାନିକରି ହଇରାଣ କରାଯାଇଛେ। ରାଜନୈତିକ ଉଦ୍ଦେଶ୍ୟ ରଖିକରି ତାଙ୍କର ଉପରେ ଇ ପ୍ରକାର ଆକ୍ସନ୍ ନିଆଯାଇଛେ। ଆଉ ନର୍ସିଂ ହୋମ୍କେ ବନ୍ଦ କରି ଦିଆଯାଇଛେ। ଗୋଟେ ଆଡ଼େ ସିଡିଏମ୍ଓଙ୍କର ପ୍ରତିକ୍ରିୟା ମିଳି ନାଇଁ ପାରି, କିନ୍ତୁ ସୂଚନା ଯେନ୍ଟା ମିଳିଛେ ଯେ ଅମୃତଧାରା ନର୍ସିଂ ହୋମ୍ ନାଁରେ ଯେନ୍ ଅଭିଯୋଗ ଆସିଥିଲା ତାର ତଦନ୍ତ କରାଯାଇଥିଲା। ଆଉ ତଦନ୍ତ ରିପୋର୍ଟ ଯେନ୍ଟା ଆସିଛେ ସେ ଅନୁସାରେ ହିଁ ଆକ୍ସନ୍ ନିଆଯାଇଛେ। ନର୍ସିଂ ହୋମ୍କେ ସିଲ୍ କରାଯାଇଛେ ବୋଲିକରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଡ଼ୁ ସୂଚନା ମିଳିଥିବାର ବେଲକେ ନର୍ସିଂ ହୋମ୍ ମାଲିକ କହିଛନ୍ ଅଲଗା କଥା। ଜାନି ଶୁନିକରି ନର୍ସିଂ ହୋମ୍କେ ବନ୍ଦ କରି ଦିଆଯାଇଛେ, ସିଲ୍ କରି ଦିଆଯାଇଛେ ବୋଲି ସେ ପ୍ରତିକ୍ରିୟା ରଖିଛନ୍। ତ ଆସୁନ୍ ଶୁନ୍ମା ତାଙ୍କର ପ୍ରତିକ୍ରିୟା। मोर छुआ सब बेले माँ माँ बोलिए सर, माँ के किन मारे देवे सर। କାଣା କହିବେ ସରକାରଙ୍କୁ? मुझे सर साइजन रुझे आउ अन्न संगर के दंड मिलू सर। तार अवहेला लगे मोर स्त्री छुआ सब डेड हो गले सर। मोर स्त्री भी गला, मोर छुआ भी गला सर। हमें बहुत तकलीफ रे बसु यहाँ दे। मोर छुआ सब बेले माँ माँ बोलिए सर, माँ के किन मारे देवे सर। मुझे निया मिलू सर, मोर बापा भी नहीं सर। କାଣା କହିବେ ସରକାରଙ୍କୁ? मुझे सर साइजन रुझे आउ अन्न संगर के दंड मिलू सर। तार अवहेला लगे मोर स्त्री छुआ सब डेड हो गले सर। से मत 7 बजे न जुगाला क्या करे सर। मुझे आगे बार बार फिर कहूँ जे कि पेशेंट मोर सीरियस हो जे ना मैं पलो जे बोली बहुत रिक्वेस्ट करिए सर। हाँ से मत डिमांड भी कला 12,000 हेले जगह करमे बोली कर कहला सर। से 12,000 में दो दिन सर आउ नहीं करी मते पठे देले सर। डॉक्टर लेट आला। हाँ सर 2 बजे इस्तन सर, जानी 7 बजे पहुंच जाइए। हाँ से जाने कर मते खेदी जे सर। से का मते मारी जे से दूसरी है सर। ओके आगे मैं दूसरी वो दिन मांगे জানি জানি এটা গোটে বদনাম করছেন নর্ସିଂ হোমকে। দেখুন নর্ସିଂ হোমরে বহুত লোক বহুত সুবিধা পাউଥିଲେ, অতি কম পয়সার লোক ট্রিটমেন্ট হয়ে যাଉଥିଲେ। তো সেই জিনিসটা ইনু বাঁচি দেবে। ଆଉ କାଁ ହେଥିଲେ କଲେକ୍ଟର ଏତେ ବଡ଼ ଆକ୍ସନ୍ ନଉଛନ୍ ବିନା କିଛି ରିଜନ୍ ନା ଥାଇକିରି ପେସେଣ୍ଟର ଟ୍ରିଟମେଣ୍ଟ ନାଇଁ କରିକିରି ଆମେ କାଁ ରିଜନ୍ ମୁଇଁ ବୁଝି ନା ପାରବା। ଆଉ ମୁଇଁ ପ୍ରଶାସନକୁ ମୁଁ ଦାଗିରି ବୋଲି କହି ନା ପାରେ, କିନ୍ତୁ କାଁ ଥିଲେ ସେ ଦାଗିରି ମୁଇଁ ଜାଣି ନା ପାରେ ପ୍ରଶାସନ କାଁ ଥିଲେ ମୋର୍ ଉପରେ ଆକ୍ସନ୍ ନଉଛନ୍ ଯେ। ଆଜି ସୋକସ୍ ନୋଟିସ୍ ଦେଇଛନ୍, ଆଜି 11:45 ନୋଟିସ୍ ହେଇଛି ଆର୍ ଆଜି ସିଲ୍ କରୁଛନ୍। ବିନା ସୋକସ୍ ନୋଟିସ୍ ଦେଇକିରି ବିନା ଟାଇମ୍ ଦେଇକିରି ମତେ ସେମାନେ ସିଲ୍ କରୁଛନ୍। ଏଟା ବୋଲେ ଦୁଃଖର କଥା ହିଁ ନା। ମୁଇଁ ଜାଣି ଏଟା ଗୋଟେ ପଲିଟିକାଲ ଇନସିଗେଟେଡ୍ କେସ୍ ହେବ ମତେ ଲାଗୁଛି, ମୁଇଁ ଯାହା ଫିଲ୍ କରୁଛେ। ମୁଇଁ ତ ନାଇଁ କହିପାରବା କି ସେନ୍ତା କିଛି, କିନ୍ତୁ କିଛି ଜଣା ପଡୁଛି ପଲିଟିକାଲ। କାହେଲେ ମୋର୍ କିଛି ଭୁଲ ନା ଥାଇକିରି ପେସେଣ୍ଟର ଟ୍ରିଟମେଣ୍ଟ ନାଇଁ କରି ପେସେଣ୍ଟ ଯଦି ବୁଲାରେ ଏଟା ହେଲା ମୋର୍ ତ ସିଲ୍ କରବାର କିଛି ମତଲବ ନାଇଁନ। ଲୋକ ସୁବିଧା ପାଉଥିଲେ, ଲୋକ ଅତି କମ୍ ଖର୍ଚ୍ଚରେ ଆମେ ଟ୍ରିଟମେଣ୍ଟ କରୁଥିଲୁ। ଅଲଗା ମାନେ ଆପଣ ବରଗଡ଼ ଯିବେ, ଭୁବନେଶ୍ୱର ଯିବେ, କଟକ ଯିବେ, ଅତି କମ୍ ଖର୍ଚ୍ଚରେ ଆମେ ଟ୍ରିଟମେଣ୍ଟ କରୁଥିଲୁ। କିଛି ନାଇଁ କରି ଆମେ ଟ୍ରିଟମେଣ୍ଟ ନାଇଁ କରି ତାର ଅଲ୍ଟ୍ରାସାଉଣ୍ଡ ଗୋଟେ ଖାଲି କରିଥିଲୁ। ତ ତାର ବେସିସ୍ ଏତେ ବଡ଼ ଆକ୍ସନ୍ ନଉଛନ୍, ଅତି ଦୁଃଖର କଥା ହିଁ ନାଇଁନ କିଛି ଆଉ।